ଅଡ଼ବା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ 23 ଏକର ଗଞ୍ଜେଇ ଗଛ ନଷ୍ଟ। ଗଜପତି ପୋଲିସ ପକ୍ଷରୁ ଅପରେସନ ଗ୍ରୀନ୍ କ୍ଲିନ୍ ଅଭିଯାନ ଆରମ୍ଭ ଚାଲିଥିବା ବେଳେ ମୋହନା ଥାନା ପକ୍ଷରୁ ଚନ୍ଦ୍ରଗିରି ଗ୍ରାମ ପଞ୍ଚାୟତ ଭୈର ପାହାଡ଼ରେ ଥିବା ଜଙ୍ଗଲ ଜମିରେ ବେଆଇନ ଭାବେ ଚାଷ କରାଯାଇଥିବା 18 ଏକର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। 36,000 ଗଛ ନଷ୍ଟ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ 3,06,00,000 ଟଙ୍କା ହେବ ବୋଲି ମୋହନା ଥାନା ପକ୍ଷରୁ ସୂଚନା ମିଳିଛି। ଏହି ଚଢ଼ାଉରେ 3 ପ୍ଲାଟୁନ୍ ପୋଲିସ, ଅବକାରୀ ବିଭାଗ, ରାଜସ୍ୱ ବିଭାଗ ଓ ବନ ବିଭାଗର କର୍ମଚାରୀଙ୍କ ମିଳିତରେ ଚଢ଼ାଉ କରାଯାଇଥିଲା। ଆଗାମୀ ଦିନରେ ଏହି ଚଢ଼ାଉ ଜାରି ରହିବ ବୋଲି ମୋହନା ପୋଲିସ ପକ୍ଷରୁ ସୂଚନା ମିଳିଛି।